ପରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ଓ ଭଦ୍ରକ ବିଧାୟକ ଶୀତାଂଶୁ ଶେଖର ମହାପାତ୍ର ଶ୍ରାବଣ ଭାର ନେଇ ଯାଉଥିବା କାଉଡ଼ିଆମାନଙ୍କ ସେବା କରିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରୋଜ। ଗତବର୍ଷ ଭଦ୍ରକ ଆଖଣ୍ଡଳମଣି ରାସ୍ତାର ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କୋଠାର ଛକରେ କାଉଡ଼ିଆଙ୍କ ସେବା କରିଥିବା ବେଳେ ଚଳିତ ବର୍ଷ ମଧ୍ୟ ସମାନ ଭାବରେ କାଉଡ଼ିଆମାନଙ୍କ ସେବା କରିଛନ୍ତି। କାଉଡ଼ିଆମାନଙ୍କ ଗୋଡ଼ ଧୋଇବା ସହ କାଉଡ଼ିଆମାନଙ୍କ ପାଦ ମାଲିସ କରି ଖାଦ୍ୟ ପଦାର୍ଥ ବ୍ୟବସ୍ଥା କରିଛନ୍ତି। ଏହି ସେବା କରି ସେ ନିଜକୁ ଧନ୍ୟ ମନେ କରିବା ସହ ନିଜକୁ ଶାନ୍ତି ମିଳିଛି ବୋଲି କହନ୍ତି। ଅନ୍ୟମାନଙ୍କ ମଧ୍ୟରେ କୋଠାର ସରପଞ୍ଚ, ଅସୁରାଳି ସରପଞ୍ଚ, ଧୂସୁରୀ ସରପଞ୍ଚ, ଗଢ଼ିଆଳି ସରପଞ୍ଚ ଏବଂ ବହୁ ସମାଜସେବୀ ଉପସ୍ଥିତ ରହି କାଉଡ଼ିଆମାନଙ୍କ ସେବା କରିଥିଲେ। ସେହିପରି ଭଦ୍ରକ ଆରଡି ମୁଖ୍ୟ ରାସ୍ତାରେ ମଙ୍ଗଳପୁର ସ୍ଥିତ ଶ୍ରାବଣୀ କାଉଡ଼ିଆ ସେବା ସଂଘ ତରଫରୁ କାଉଡ଼ିଆମାନଙ୍କୁ ଅନ୍ନ ଜଳ ତଥା ଔଷଧ ପ୍ରଦାନ କରିଥିଲେ। ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ କୋରୁଆ ମଲ୍ଲିକ ସାହିର ସମାଜସେବୀ ଦୀପକ ମଳିକ, ପ୍ରଶାନ୍ତ ମଳିକ, ଉଦୟ ମଳିକ, ଅଶୋକ ମଳିକ, କେଶବ ମଳିକ, କାଳନ୍ଦୀ ମଳିକ, ମହେନ୍ଦ୍ର ମଳିକ, ଭରତ ମଳିକ, ଉମାକାନ୍ତ ମଳିକ, ଚୈତନ୍ୟ ମଳିକ ପ୍ରମୁଖ ସେବାରେ ନିୟୋଜିତ ହୋଇଛନ୍ତି। ସେହିପରି ଭଦ୍ରକ ବିଧାୟକ ଶୀତାଂଶୁ ଶେଖର ମହାପାତ୍ର ଭଦ୍ରକରେ କାଉଡ଼ିଆମାନଙ୍କର ସେବା କରିଥିଲେ। ପବିତ୍ର ଶ୍ରାବଣ ମାସ ଦ୍ୱିତୀୟ ପାଳିରେ ବାବା ଆଖଣ୍ଡଳମଣିଙ୍କ ପୀଠକୁ ଜଳାଭିଷେକ କରିବାକୁ ଯାଉଥିବା କାଉଡ଼ିଆ ଭାଇମାନଙ୍କୁ ଅର୍ଣ୍ଣପାଳ ଠାରେ ଗୋଡ଼ ଧୋଇ ଦେଇ ପ୍ରସାଦ ସେବନ କରିବାକୁ ଦେଲେ ଭଦ୍ରକ ବିଧାୟକ ଶୀତାଂଶୁ ଶେଖର ମହାପାତ୍ର। ये एक आमर परंपरा आज नुआ नुए प्रत्येक वर्ष ये कार्य समापन होता है। बाबा आखंडलमणि धाम को आरडी धाम को लक्ष लक्ष संख्यार श्रद्धालु माने श्रावणर प्रत्येक सोमवार जाते। ये एक परंपरा सृष्टि होमर विगत दिन मानक जो श्रावणी जल नहीं कि जो श्रद्धालु मैंने जाऊँच पदसेवा से पानीय जल खाद्य जोगाण पर्यंत एवं मेडिकल ट्रीटमेंट पर्यंत ये सब कार्य करा जाए। तेणु एथर प्रथम सोमवार में मुझे जोग दे पार नथिली, द्वितीय सोमवार में जोग दे निजको अत्यंत कृतार्थ और भाग्यवान मन कर। भद्रक रमेश चंद्र पति रिपोर्ट द न्यूज टुडे।